ଶୁଭ ସକାଳ ସାଙ୍ଗମାନେ, ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି ଆମର ଆଉ ଏକ ନୂଆ ଭିଡ଼ିଓରେ। ଆଜିର ଭିଡ଼ିଓରେ ଆମେ ଗୁରୁ ଦିବସର ମାହାତ୍ମ୍ୟ ତଥା ଏହା ପଛରେ ଥିବା ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ବିନା ଗୁରୁରେ ଜ୍ଞାନ ଅର୍ଜନ କରିବା ଅସମ୍ଭବ ଅଟେ। ଗୁରୁ ହେଉଛନ୍ତି ଦେଶ ତଥା ଜାତିର ଗୌରବ। ସେମାନଙ୍କର ଉଚ୍ଚ ମାନବିକ ମୂଲ୍ୟବୋଧ, ଜୀବନ ଆଦର୍ଶ ତଥା ସଦ୍ଗୁଣ ଆଦି କୋଟି କୋଟି ଜନତାର ଆଦର୍ଶ ସାଜିଥାଏ। ଯୁଗ ଯୁଗ ଧରି ସେମାନେ ସମାଜରେ ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, ନୈତିକ ତଥା ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଆଗେଇ ନେଇ ଆସୁଛନ୍ତି। ଗୁରୁଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ମନୁଷ୍ୟର ଜୀବନ ମାର୍ଜିତ ଓ ସୁସଞ୍ଚାଳିତ ହୋଇଥାଏ। ତେବେ ସମଗ୍ର ଗୁରୁକୁଳର ପୂଜା ପାଇଁ ଉଦ୍ଦିଷ୍ଟ ଏହି ମହାନ ବ୍ୟକ୍ତିଙ୍କ ଜୀବନୀ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ଏହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ଜ୍ଞାନ ପ୍ରଦାୟକ ବହୁ ଲୋକପ୍ରିୟ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗର ଠାରୁ ପ୍ରାୟ 40 କିଲୋମିଟର ଦୂରରେ ଅବସ୍ଥିତ ତିରୁତ୍ତାନି ଗ୍ରାମରେ 1888 ମସିହା ସେପ୍ଟେମ୍ବର 5 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବୀରସ୍ୱାମୀ ଓ ମାତାଙ୍କ ନାମ ସୀତାମ୍ମା। ରାଧାକ୍ରିଷ୍ଣନଙ୍କ ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାନିରେ କଟିଥିଲା। ତିରୁତ୍ତାନିର ପ୍ରାଇମେରୀ ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ରେଭିନ୍ୟୁ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର 5 ଗୋଟି ସନ୍ତାନକୁ ବଢ଼ାଇଥିଲେ। ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥିଲେ। ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଂଜ୍ଞା ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ। ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ରାଧାକ୍ରିଷ୍ଣନ ବିଭିନ୍ନ ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଲାଭ କରିଥିଲେ। 1896ରେ ଜର୍ମାନ ମିଶନାରୀମାନଙ୍କ ଦ୍ୱାରା ପରିଚାଳିତ ମିଶନ ସ୍କୁଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରେ ବାଇବେଲ ପଢ଼ିବାକୁ ପଡ଼ୁଥିଲା, କିନ୍ତୁ ହିନ୍ଦୁ ଧର୍ମ ଓ ଦର୍ଶନ ଶାସ୍ତ୍ର ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା। 1900 ମସିହାରେ ରାଧାକ୍ରିଷ୍ଣନ ଭେଲୋରର ମିଶନାରୀ କଲେଜରେ ଭର୍ତ୍ତି ହୋଇଥିଲେ। 1903 ମସିହା ମେ ମାସରେ ସେ ଶିବକାମୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। 1906 ମସିହାରେ ସେ ସଫଳତାର ସହ ଦର୍ଶନ ଶାସ୍ତ୍ରରେ BA ପାସ୍ କରିଥିଲେ। 1909 ମସିହାରେ ସେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ MA ପାସ୍ କରି ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। 1917 ମସିହା ପର୍ଯ୍ୟନ୍ତ ସେ ସେଠାରେ ଅଧ୍ୟାପନା କରିବା ପରେ ମହୀଶୂର ରାଜ୍ୟର ଦେୱାନ ବିଶ୍ୱେଶ୍ୱରାୟ ମକ୍ଷଗୁଣ୍ଡମଙ୍କ ଅନୁରୋଧ କ୍ରମେ ସେ ମହୀଶୂର ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ। ତାପରେ ସେ ମହୀଶୂର ସ୍ଥିତ ମହାରାଜା କଲେଜରେ ଯୋଗ ଦେଇଥିଲେ। 1920 ମସିହାରେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ଉକ୍ତ ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ ପଞ୍ଚମ କିଙ୍ଗ ଜର୍ଜ ଚେୟାର ଅଫ୍ ମେଣ୍ଟାଲ ଆଣ୍ଡ ମୋରାଲ ସାଇନ୍ସ ପଦରେ ଯୋଗ ଦେଇଥିଲେ। 1926 ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ ନେଇ ଲଣ୍ଡନର କେମ୍ବ୍ରିଜଠାରେ ଅନୁଷ୍ଠିତ ଏମ୍ପେରୋ ୟୁନିଭର୍ସିଟି କଂଗ୍ରେସରେ ଯୋଗ ଦେଇଥିଲେ। ସେଠାରେ ତାଙ୍କ ଭାଷଣ ତଥା ଦର୍ଶନ ତତ୍ତ୍ୱକୁ ସମ୍ମାନ ଜଣାଇ ଅକ୍ସଫୋର୍ଡ ୟୁନିଭର୍ସିଟି ତାଙ୍କୁ ଭାଷଣ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ସେଠାରେ ସେ ଦେଇଥିବା ଭାଷଣ ହିନ୍ଦୁ ଦର୍ଶନ ନାମକ ଏକ ପୁସ୍ତକରେ ପ୍ରକାଶିତ ହୋଇଥିଲା। 1928ରେ ରାଧାକ୍ରିଷ୍ଣନ ପ୍ରଥମ ଥର ସମ୍ମାନଜନକ ଡକ୍ଟର ଡିଗ୍ରୀ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ପାଇଥିଲେ। 1931 ମସିହାରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ। 1936 ମସିହାରେ ବ୍ରିଟିଶ ଏକାଡେମୀ ତାଙ୍କୁ ଫେଲୋ ଭାବେ ନିର୍ବାଚିତ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅର୍ଥାତ୍ 1939 ମସିହାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିଲେ। ସେ 1939ରୁ 1948 ମସିହା ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟରତ ଥିଲେ। ଭାରତ ସ୍ୱାଧୀନତା ହାସଲ କରିବା ପରେ ତାଙ୍କୁ ସମ୍ବିଧାନ ସଭାର ସଦସ୍ୟ ଭାବେ ମନୋନୀତ କରାଗଲା। ସେ ସମୟର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କୁ ଶ୍ରେଷ୍ଠ ଗୁରୁ ଆଖ୍ୟା ଦେଇଥିଲେ ଏବଂ ସମ୍ମାନ ଜଣାଇ କହିଥିଲେ, ରାଷ୍ଟ୍ରଦୂତ ତଥା ଭାରତର ଏକ ବିଶିଷ୍ଟ ପଦ ପାଇଁ ରାଧାକ୍ରିଷ୍ଣନ ଯୋଗ୍ୟ ବିବେଚିତ ଅଟନ୍ତି। 1949 ମସିହାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କୁ ମସ୍କୋ ପ୍ରେରିତ କରାଯାଇଥିଲା। ତାଙ୍କର ଜ୍ଞାନ ଓ ଦକ୍ଷତା ବଳରେ
ଭାରତ ସୋଭିଏତ ରୁଷ ସମ୍ବନ୍ଧର ମୂଳ ଭିତ୍ତି ସ୍ଥାପନ ହୋଇପାରିଥିଲା। 1952 ମସିହାରେ ସେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ପରେ 1962ରେ ସେ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। 1913 ମସିହାରେ ଗୀତାଞ୍ଜଳି ପାଇଁ ସେ ନୋବେଲ ପୁରସ୍କାର ପାଇଥିଲେ। 1964ରେ ଭାଟିକାନର ପୋପ ପଲ୍ଲୀ ମୁମ୍ବାଇ ଆସି ରାଧାକୃଷ୍ଣନଙ୍କୁ ସମ୍ମାନରେ ଭୂଷିତ କରିଥିଲେ। 1968ରେ ସେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତରତ୍ନ ପାଇଥିଲେ। 1966 ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରଥମ ଫେଲୋ ଥିଲେ। ଭାରତୀୟ ବିଦ୍ୟାଭବନ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧି ପ୍ରଦାନ କରିଥିଲା। ଇଂଲଣ୍ଡର ରାଣୀ ତାଙ୍କୁ ଅର୍ଡର ଅଫ ମେରିଟ ଉପାଧି ପ୍ରଦାନ କରିଥିଲେ। ପେନସିଲଭାନିଆ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟର ଅଫ ଲ ସମ୍ମାନ ଦେଇଥିଲା। ମଙ୍ଗୋଲିଆ ସରକାର ତାଙ୍କୁ ଜ୍ଞାନଗୁରୁ ସମ୍ମାନ ଦେଇଥିଲା। ଟେମ୍ପଲଟନ ଫାଉଣ୍ଡେସନ ତାଙ୍କୁ 1975 ମସିହାରେ ଟେମ୍ପଲଟନ ଆୱାର୍ଡ ଦେଇଥିଲା। ସେ ଆନ୍ତର୍ଜାତିକ ପେନ୍ ସଂସ୍ଥାର ପ୍ରଥମ ସଭାପତି ଥିଲେ। ଗୁରୁ ବା ଶିକ୍ଷକମାନେ ଦେଶ ଓ ଜାତିକୁ ଆଗକୁ ନେଇଥାନ୍ତି। ସମସ୍ତଙ୍କ ଜୀବନକୁ ଶୃଙ୍ଖଳିତ କରି ସଫଳତାର ସ୍ୱାଦ ଚଖାଇଥାନ୍ତି। ରାଧାକ୍ରିଷ୍ଣନଙ୍କଠାରେ ଜଣେ ଆଦର୍ଶ ଗୁରୁର ସମସ୍ତ ଗୁଣରାଶି ଯଥାର୍ଥରେ ପରିପୂର୍ଣ୍ଣ ହୋଇ ରହିଥିଲା। ତାଙ୍କ ଅନୁରୋଧ କ୍ରମେ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଭାରତର ପ୍ରଜ୍ଞାନ ଓ ପରମ୍ପରାର ଶ୍ରେଷ୍ଠ ପ୍ରତିମୂର୍ତ୍ତି ସଦୃଶ ଏହି ମହାନ ବ୍ୟକ୍ତିତ୍ୱ 1975 ମସିହା ଏପ୍ରିଲ 17 ତାରିଖ ଦିନ ପୃଥିବୀରୁ ଅବଲୁପ୍ତ ହୋଇଯାଇଥିଲେ। ତେବେ ଗୁରୁ ଦିବସ ଦିନ ଏହି ମହାନ ବ୍ୟକ୍ତିତ୍ୱଙ୍କର ଭାରତୀୟ ରାଜନୀତି ତଥା ଶିକ୍ଷାନୀତି ପ୍ରତି ଅବଦାନକୁ ମନେ ପକାଇବା ସହିତ ଗୁରୁଙ୍କୁ ସମ୍ମାନ ଜଣାଇ ପୂଜା କରାଯାଇଥାଏ। ଆପଣମାନେ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା ତଳେ କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ। ଦେଖାହେବା ଅନ୍ୟ ଏକ ନୂଆ ଭିଡ଼ିଓରେ। ରହୁଛି, ଧନ୍ୟବାଦ।